সম্মানীয়
শুণ হে সুজন জনে রামর সাঙ্গুত লক্ষ্মণ বঞ্চিবা শুনি নৌকেছি ছুত শুণ হে সুজন জনে রামর সাঙ্গুত লক্ষ্মণ বঞ্চিবা শুনি নৌকেছি ছুত রাত্র শেষ হন্তে চূড় জঙ্গ কুড়াইলা ছাড়ি দেই ন বেগে বড় গিলা অনেক সৈন্য ঘেনিছে রথরে বসিল বাহারিলা চূড় জঙ্গ দিয়াই গোছন ইন্দ্রজিত সমক্ষতি হই ইতর ইন্দ্রজিত সমক্ষেত্রী হই ইতর ଆମ ମହାରାଜ କୁଆଡେ ଗଲେ ଆମେ ତାଙ୍କୁ ଜଣେଇ ଦେବାରେ ଭାଇ ହେଇପାରିବନି ରେ ସମ୍ବାଦ ପ୍ରଶସ୍ତ ଆଜ୍ଞା ସେ ଯୋଉ ସାନ ନଦୀକି ନିୟୋଗ କରିକି ଆସିଥିଲେ ଆଜ୍ଞା ସାନ ନଦୀ କି ହଁ ଆଜ୍ଞା କଣ ହେଇ ତାର କି ମନ୍ତ୍ର ଯନ୍ତ୍ର ଜାଣିଛନ୍ତି ଆଜ୍ଞା ମନ୍ତ୍ରତନ୍ତ୍ର ହଁ ଆଜ୍ଞା ମୁଁ ତ ସେ ଯୁକ୍ତରେ ସାନ ନଦୀକି ନିହତ କରି ଆସିଲି ପୁଣି ମନ୍ତ୍ରତନ୍ତ୍ର କଣ ସେ ଆଜ୍ଞା ପୁଣି ଉଠିକି ବସିଲେଣି ଆଜ୍ଞା ପ୍ରଶସ୍ତ ହଁ ଆଜ୍ଞା ମୁଁ ନିଜ କହୁନାହିଁ ଆଜ୍ଞା ମୁଁ ଯିଏ କହିଥିଲି କି କହୁ ଯାହାର ଶକ୍ତି କି ଦେବ ନାଗସୁର ଗନ୍ଧର୍ବ କିରଣ ମାନବ ଦାନବ ସମସ୍ତେ ଭୟ କରନ୍ତି ଆଉ ଯାହାର ଶକ୍ତି କଲା ସମସ୍ତେ ନିହତ ହୁଅନ୍ତି ସେ ପୁଣି ମନ୍ତ୍ରତନ୍ତ୍ର କରି ପୁଣି ବଞ୍ଚିତ ହୋଇଗଲା ସତ୍ୟ କଥା କଣ କହିବି କିପରି ଭାବରେ କେଉଁ ଉପାୟରେ ମୁଁ ସେ ଜ୍ୟୋତି ଦ୍ୱୟ ସହିତ ଭଲୁକ ମଠକୁ ଏ ଲଙ୍କାର ପରାସ୍ତ କରିବି রাত্র শেষ হন্তে চূড় জঙ্গ কুড়াইলা তাম্বুল ছাড়ি দেই ন বেগে বড় গিলা প্রশস্ত মহারাজ ମୋର କନିଷ୍ଠ ପୁତ୍ର ଚୂଳଜଙ୍ଗ ଅଛି ଯାଅ ତାକୁ ମୋ ନିକଟକୁ ନେଇ ଆସ ଆଜ ଯୁଦ୍ଧରେ ସେ ସେନାପତିତ୍ୱ ବରଣ କରିବେ ବିଳମ୍ବ ରଖି ଯାଅ ମୋ ପାଖକୁ କିଣ ଆପଣଙ୍କୁ ସାନ ପୁଅ ଆଜ୍ଞା ଠିକ କଥା ଆଜ୍ଞା ଶୁଣ ସଂଘ ଏ ବାବା ତୁଳ ଜଙ୍ଗ ରାଜାଙ୍କ ବଡ ପୁଅ ତମେ ଆସ ଆଜ୍ଞା রাত্র শেষে চূড় জঙ্গ রাত্র শেষ হন্তে চূড় জঙ্গ কুড়াইলা তাম্বুল ছাড়ি দেই ন বেগে বড় গিলা ଆଜ୍ଞା ଯୁବରାଜ ଆଜ୍ଞା କାହିଁକି ତୁମେ ଶବ୍ଦ କରି ମୋ ନାମ କରୁଛ ଉଚ୍ଚ ଶ୍ରେଣୀ କଣ ଆଉ ଅଛି ଯେ ଆପଣଙ୍କୁ ଜଣେଇବି ଆପଣଙ୍କୁ ପିତାଙ୍କ ଆଦେଶ ଆଜ୍ଞା ତାଙ୍କ ଆଦେଶ ଅଛି ହଁ ଆଜ୍ଞା ତାହେଲେ ଚାଲ ଦୂତ ଆସନ୍ତୁ ପ୍ରଣାମ ଆୟୁଷ୍ମାନ ଭବ ପିତାଶ୍ରୀ ପିନମନ୍ତେ ଡକାଇଲେ ମୋତେ ପୁତ୍ର ଚୂଳଜଙ୍ଗ ପିତାଶ୍ରୀ ତୁମେ ତ ଜାଣିଥିବ ଏ ଲଙ୍କା କଟକରେ ବିଶଙ୍କା ଲଙ୍କା ଉପରେ ପଶଙ୍କା ଘେନି ନେଇଛନ୍ତି ଯଦି ରାମ ଲକ୍ଷ୍ମଣ ଭଲୁକ ମଠକଟ ମାନେ ପିତାଶ୍ରୀ ସମସ୍ତ ପୁତ୍ର ଆଉ ଭ୍ରାତ ସମସ୍ତେ ଯୁଦ୍ଧ କରିବାକୁ ଯାଉଛନ୍ତି ପିତାଶ୍ରୀ ସମସ୍ତେ ତାଙ୍କୁ ଯୁଦ୍ଧରେ ପ୍ରାୟରେ ନିହତ କରି ଆସୁଛନ୍ତି ହେଲେ ସେ ଯଦି କି ମନ୍ତ୍ର ଦେଇଛନ୍ତି କେଜାଣି କାହାର ସାହାଯ୍ୟ କାହାର ଉପାୟ ନେଇ ସମସ୍ତେ ପୁଣି ଯୁଦ୍ଧରେ ପହଞ୍ଚି ଯାଉଛନ୍ତି ପିତାଶ୍ରୀ
ଆପଣ ମୋତେ ଆଜ୍ଞା ଦିଅନ୍ତୁ ପିତାଶ୍ରୀ। ଦେଖିବେ ଦେଖିବେ ଆ ଯୁଦ୍ଧରେ ହଲୁକ ମର୍କଟ ମାନଙ୍କୁ ଏ ଯୁଦ୍ଧରେ ବିନାଶ କରି ଜାତିଦ୍ୱୟଙ୍କୁ ନିହତ କରି ଏ ସ୍ଥୂଳ ଜଙ୍ଘ ଲଙ୍କାପୁରକୁ ବିଜୟର ବାନା ନେଇ ଆସିବ ପିତାଶ୍ରୀ। ରାଷ୍ଟ୍ରଦଙ୍ଗବାଦ ପିତାଶ୍ରୀ ଜାଣିଛି ତୁମର ସେ ଶକ୍ତି ଆଉ ସତ୍ସାହସ ଅଛି। ରାଷ୍ଟ୍ରଦଙ୍ଗ ଲଙ୍କା ରାଜ୍ୟର ସ୍ୱାଭିମାନକୁ ରକ୍ଷା କରିବା ପାଇଁ ଭ୍ରାତୃହତ୍ୟାର ପ୍ରତିଶୋଧ ଦେବା ପାଇଁ ତୁମେ ଯାଇ ମୋର ଶତ୍ରୁ ମୋର କୁଳକଣ୍ଟକ ଦେଇ ରାମ ଲକ୍ଷ୍ମଣ ସହିତ ହଲୁକ ମର୍କଟଙ୍କୁ ପ୍ରାଣରେ ବଦ୍ଧ କରି ହସ ହସ ବଦଳରେ ଫେରି ଆସ। ଯାଅ। ପିତାଶ୍ରୀ ଯଥାଜ୍ଞା ପିତାଶ୍ରୀ। রাত্র শেষ হতে চূড়জঙ্গ পুরাইলা তাম্বুল শাড়ি দেই নবেগে বড় গিলা অনেক সৈন্য ঘেনিছে রথরে বসিল পাহাড়িয়া চূড়জঙ্গ দিয়াই ভূষণ ସମସ୍ତ ସୈନ୍ୟମାନଙ୍କୁ ଉପଚ୍ଛାଦ ଭାବରେ ନେଇ ଆସ।
କରି ସୀତାଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଲଙ୍କା କଟକଣ ରଣଭୂମିରେ ପାଦ ଦେବା ପରଠାରୁ ଅନେକ ରାକ୍ଷସ ମାନଙ୍କ ସହିତ ମୁଁ ଯୁଦ୍ଧ କରିଛି ଆଉ ସେମାନଙ୍କୁ ପ୍ରାଣରେ ବିନାଶ ମଧ୍ୟ କରିଛି। ହେଲେ ଆଜି କେଉଁ ବୀର ସେନାପତିତ୍ୱ ବରଣ କରି ଏ ଲଙ୍କା କଟକର ରଣଭୂମିକୁ ଆସୁଛି ଯାଦ୍ୱାରା କି ମୋର ସୈନ୍ୟମାନେ ଭୟଭୀତ ହୋଇ ପଳାୟନ କରୁଛନ୍ତି ଏବଂ ସେ ତାର ନିଜର ରଥକୁ ଆଣି ମୋର ସୁବଳୟା ପର୍ବତର ପାଦଦେଶରେ ଲଗାଇ ସାରିଲାଣି। ठीक अच्छे लंकपति से जेन केउ वीर हेउना काहेकि आद रणांगनारे तार सम्मुखीन हेबा पई ए राम प्रस्तुत अछि। इंदु मोती गर्भजात होई राम वज्र शपथ नहीं सप्त सिंधुरे सेतु प्रतिष्ठा करी लंकागढ़ रणभूमि उपस्थित होइछि। आज देखिबे स्थूलदंग मो हस्तर तुमको किए रक्षा करिवो।
କୁହ ଆଜ୍ଞା ଏ ବଡ଼ ଦପି ଆଜ୍ଞା ବଡ଼ ଦୋଟି ଆଜ୍ଞା ସେ ତୁଳସୀଙ୍କୁ ଦେଇକି ଛେନା ଖାଆନ୍ତିନି ଆଜ୍ଞା ଛେନା ସେ ଛେନା ଖାଇଲା ଭଳିଆ ଆଜ୍ଞା ସେମିତି ଖାଇଦେଲେ ସେ ଯୁଦ୍ଧ ଭୂମିରେ ଆଜ୍ଞା ଅସୁସ୍ଥ ହଁ ଆଜ୍ଞା ଆଉ କାହିଁ ତୁଳସୀଙ୍କ କାହିଁ ଲିଭି ଯାଇକି ଦେଖା ଯାଉନାହାନ୍ତି ଶେଷରେ ମୋ କନିଷ୍ଠ ପୁତ୍ର ତୁଳସୀଙ୍କୁ ମୁଁ ଯୁଦ୍ଧକୁ ପଠେଇଥିଲି ସେ ମଧ୍ୟ ଚାଲିଗଲା ଯୁଦ୍ଧ ଭୂମିରୁ ଲିଭି ଗଲେ ଆଜ୍ଞା କୋଟି କରି ସମସ୍ତେ ଚାଲିଗଲେ ଚିନ୍ତା ବଡ଼ ଗଛ ପ୍ରାୟ ଏ ଲଙ୍କପତି ଦଶରଥ ଏକୁଟିଆ ତା ସିଂହାସନରେ ବସିଛି କଣ କରିବି ପତ୍ର ଗଲା ଡାଳ ଗଲା ଲଣ୍ଡା ବୃକ୍ଷ ପ୍ରାୟ ହେଲା ପତ୍ର ଡାଳ ଗଲା ଲଣ୍ଡା ବୃକ୍ଷ ପ୍ରାୟ ହେଲା ଅନଙ୍ଗ ନରେନ୍ଦ୍ର କହେ ବଡ଼ ଚିନ୍ତା ଗଲା এই ଦଶାନନ ସମସ୍ତ ପୁତ୍ର ଭ୍ରାତ ମାନଙ୍କୁ ଧରି ଏ ଲଙ୍କାଗଡ଼ରେ ସମସ୍ତ ଦେବତା ମାନଙ୍କୁ ପାଦ ତଳେ ଚାପି ରଖିଥିଲା ତ୍ରିପୁରରେ ପରମ ବୀର ଭାବରେ ବିଖ୍ୟାତ ହୋଇଥିଲା ଏ ମଞ୍ଚ ଜାଣି ସେ ରାମ ଲକ୍ଷ୍ମଣ ଦକ୍ଷକୁ ଭଲୁକ ମସ୍କଟ ମାନେ ଅଛି ସପ୍ତ ସିନ୍ଧୁରେ ସେତୁ ବାନ୍ଧି ଲଙ୍କା କଟକରେ ପହଞ୍ଚି ମୋର ଗୋଟି ଗୋଟି କରି ପୁତ୍ର ନାତି ଭ୍ରାତମାନଙ୍କୁ ବଂଶ ବିପାତ କରି ଚାଲିଛନ୍ତି ଲଙ୍କପତି ଗୋଟାଏ ଖୁଣ୍ଟା ବଡ଼ ଗଛ ଭଳି ଏଠି ବସି ରହିଛି କି ଉପାୟ କରିବି ଆଇଲା ବରନ୍ତ ପୁର ରେ ନାରୀ ଗଣ ଘେରି ନାରୀ ଗଣ ଘେରି এভଳି ଏକ ଶତ୍ରୁ ଏ ଲଙ୍କା କଟକକୁ ଆସି ସମସ୍ତ ପୁତ୍ର ନାତି ସମସ୍ତଙ୍କୁ ଗୋଟି ଗୋଟି କରି ପ୍ରାଣରେ ବଦ୍ଧ କରି ଚାଲି ଯାଉଛନ୍ତି ସୀତା ମଧୁର କାରୁର ପାଶୋରି ରହିଲା ରେ ପାଶୋରି ରହିଲା ଭଉଣୀର ଦୁଃଖ ଦେଖି ଶୁଳ୍ପର ଦୁଃଖ ଦେଖି ମୁଁ ଲଙ୍କା କଟକୁ ସମୁଦ୍ର ପାର ହୋଇ ଭକ୍ତିର ଶତ୍ରୁ ଭାବି ସେ ଅପୂର୍ବ ସୁନ୍ଦରୀ ସୀତାକୁ ମୁଁ ଏଠିକି ହରଣ କରି ଆଣିଲି ତାର ମଧୁରତାରେ ଲୋଭ ହୋଇ ମୁଁ ତାକୁ ଛାଡ଼ି ପାଇଲିନି ଆଉ ତାରି ପାଇଁ ସେ ରାମ ଲକ୍ଷ୍ମଣ ସହିତ ଯୁଦ୍ଧ କଲି ଆଉ ସେଇ ଯୁଦ୍ଧରେ ମୁଁ ସମସ୍ତ ପୁତ୍ର ନାତି ମାନଙ୍କୁ ହରାଇ ଦେଲି ଏପଟେ ସୀତାକୁ ଛାଡ଼ି ପାରୁନାହିଁ ଏପଟେ ମୁଁ ଯୁଦ୍ଧ କରୁଛି କଣ କରିବି କିପରି ଭାବେ ବଞ୍ଚିବି କେମିତି ବଞ୍ଚିବି କଣ କରିବି ମୁଁ କିଛି ଭାବି ପାରୁନାହିଁ ହଂସ ମୋର ପଦ୍ମ ମୋର ଗୋରାଏ ପ୍ରକାରେ ଗୋରାଏ ପ୍ରକାର Kala
সুন্দর দেখাযাଏ কিন্তু শীত ঋতু হেলে সেই শীত ঋতু স্বরূপ সেই রাম লক্ষ্মণଙ୍କର କିରଣ ଦ୍ୱାରା ଆଜି ପଦ୍ମମୟ ପଡ଼ିଯାଉଛି। ସେଇଭଳି ଭାବରେ ରାମ ଲକ୍ଷ୍ମଣ ବଳ ପରାକାଷ୍ଠ ସତ୍ତ୍ୱେ ମୋର সেই ପଦ୍ମନୟନ ସଦୃଶ ଗୋଟି ଗୋଟି କରି ବୀରମାନେ ଆଜି ନିହତ ହୋଇଯାଉଛନ୍ତି। ମନ୍ଦ ଧରି କହି ଝୁଡ଼ରେ ପ୍ରାଣ ପକ୍ଷୀ ବାହୁଡ଼ା জীবনটা তুম্ভ মন হে ସ୍ୱାମୀ ମନ୍ଦୋଦରୀ ମୋ କଥା ମାନନ୍ତୁ ସ୍ୱାମୀ। ତୁମେ ସୀତାକୁ ନେଇ ରାମ ଲକ୍ଷ୍ମଣଙ୍କୁ ଅର୍ପଣ କରିଦିଅନ୍ତୁ ସ୍ୱାମୀ। ମନ୍ଦୋଦରୀ ହଁ ସ୍ୱାମୀ। ব্রহ্মাদি নারী সঙ্গে সুরতি করিছ এই সংসার জঞ্জারে লোট ହେ ସ୍ୱାମୀ, ସଂସାର ମଧ୍ୟରୁ ଚାରି ଜାତି ନାରୀକି ତୁମେ ବାଛି ଆଣିଅଛ। ସୀତା କଣ ତାଙ୍କ ସାଙ୍ଗେ ସମାନ ହେବ ସ୍ୱାମୀ? ମୋ କଥା ମାନନ୍ତୁ ସ୍ୱାମୀ। ତୁମେ ସୀତାଙ୍କୁ ରାମକୁ ଅର୍ପଣ କରିଦିଅନ୍ତୁ ସ୍ୱାମୀ। রসিকা কদাপি নুহে বনবাসী নারী সুন্দরী বলিতে কিছু নাই সবসরি তার পরি আগো তার পরি গো বিজুলি ভান দেলা কি করি
स्वामी ମନ୍ଦୋଦରୀ देवदेव महादेव शिवपूर्ति କରିଛନ୍ତି ତାଙ୍କୁ କଣ ଜନସମାଜ ତାଙ୍କୁ କଣ ପୂଜା କରୁନାହିଁ ସ୍ୱାମୀ ମନ୍ଦୋଦରୀ ହଁ ସ୍ୱାମୀ ମୁଁ ଅନୁରୋଧ କରୁଛି ସ୍ୱାମୀ ତୁମେ ସୀତାଙ୍କୁ ଛାଡ଼ି ଦିଅନ୍ତୁ ସ୍ୱାମୀ ଆରେ ମୂଳ ଥିଲେ ଅବଶ୍ୟ ବଢ଼ଇ ମୂଳ ଧର ବଢ଼ଇ ମୂଳ ଆରେ ତୁମ୍ଭେ ଧୀରେ ପୁତ୍ର ରାତି ହୋଇବ ଜନମ କଥା ମାନ ହେ କହିଲି ଗୁରୁଜୀ ତବ ଜନ ହେ ବୃକ୍ଷର ମୂଳଟା ଥିଲେ ନିଶ୍ଚିତ ଶାଖା ପ୍ରଶାଖା ଉତ୍ପତ୍ତି ହବ ସ୍ୱାମୀ ଆପଣ ରହିବା ଦରକାର ଆପଣ ରହିଲେ ଆମର ପୁତ୍ର ନାତି ଅନେକ ଜନ୍ମଗ୍ରହଣ କରିବେ ସ୍ୱାମୀ ମୋ କଥା ମାନନ୍ତୁ ସ୍ୱାମୀ ସେ ନାରୀକି ରାମକୁ ଅର୍ପଣ କରିଦିଅନ୍ତୁ ସ୍ୱାମୀ ରାବଣ ବୋଇଲା ମୋଦ ଅଜ୍ଞାନୀର ହୋଇ ଆରେ ଯାହା କହୁଛି ମାତ୍ର ଶୁଣ ମନ ସେଇ ପୂର୍ବ କଥା ପୂର୍ବ କଥା ଧୋଇ ନ କରିବ ମନେ ବ୍ୟଥା ମନ୍ଦୋଦରୀ ସ୍ୱାମୀ ତୁମେ ଭାବୁଛ ଏ ଲଙ୍କପତି ଦୋଷାନନ ଭଳି ଅଜ୍ଞାନୀ ନାଇଁ ସେ ବ୍ରହ୍ମାଙ୍କର ଚତୁର୍ଥ ପୁରୁଷ ଜାଣିଛ ମୋର ପୂର୍ବ କଥା ଶୁଣିଲେ ତୁମେ ମାନେ ମନ ଦୁଃଖ କରିବନି ମୁଁ ଆଜି ସେ ପୂର୍ବର ବୃତ୍ତାନ୍ତ ଗୋଟି ଗୋଟି କରି ତୁମକୁ କହୁଛି ଶୁଣ ଏ ଲଙ୍କପତି ଦୋଷାନନର ପୂର୍ବ ହଉଛି ଆଉ ଯାହା ସହିତ ମୁଁ ଶତ୍ରୁ ଯାହାକୁ ମୁଁ ଶତ୍ରୁ କରିଛି ସେ ମୋର ଶତ୍ରୁ ନୁହେଁ ମନ୍ଦୋଦରୀ ସେ ମୋର ଇଷ୍ଟ ସେଇ ପରମ ବ୍ରହ୍ମ ଗୋଲକ ବିହାରୀ ବିଷ୍ଣୁ ଆଜି ରାମ ଅବତାରରେ ଅବତୀର୍ଣ୍ଣ ହୋଇ ଏ ଲଙ୍କା ଗଟକରେ ଉପସ୍ଥିତ ହୋଇଛନ୍ତି ଆଉ ଶ୍ରୀରାମ ଗୋଲକ ବିଷ୍ଣୁଙ୍କର ଆମ୍ଭେ ଚାରି ଭାଇ ଦ୍ୱାରପାଳ ଥିଲୁ ଆଉ ତାଙ୍କରି ପରେ ବଳିଆନ ହୋଇ ଏ ତ୍ରିପୁରରେ ଆମେ କାହାକୁ ଖାତିର କରୁନଥିଲୁ ଯେତେବେଳେ ଦ୍ୱାର ଦେଶରେ ଆମେ ପ୍ରହରା ଦଉଥିଲୁ ସ୍ପଷ୍ଟ ଭାଇ
দিনের পিঘেনি একান্তরে নারায়ণ একান্তরে নারায়ণ ସେ ସମୟରେ ଆମେ ଦ୍ୱାରପାଳ ହୋଇ ଅସ୍ତ୍ରଘାତ ଚାରିଟି ଘରେ ରହିଯାଇଥିଲୁ ଚାରିକର ଦେଶରେ। ସେହି ସମୟରେ ମୋ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସୋନକାଦି ଋଷିମାନେ ପ୍ରବେଶ କଲେ। ଆଉ ପ୍ରଭୁଙ୍କର ବିନା ଦେଶରେ ମୁଁ କାହାକୁ ପ୍ରଭୁଙ୍କୁ ଦର୍ଶନ କରିବାକୁ ଛାଡ଼େ ନାହିଁ। ଯେତେବେଳେ ପ୍ରଭୁ ମୋତେ ନିର୍ଦ୍ଦେଶ ଦେବେ ମୁଁ ସେହି ସମୟରେ ସମସ୍ତଙ୍କୁ ଛାଡ଼ିଦିଏ। କିନ୍ତୁ ପ୍ରଭୁଙ୍କର ନିର୍ଦ୍ଦେଶ ନଥିବାରୁ ସେ ସରକାରୀ ଋଷିମାନଙ୍କୁ ମୁଁ ଛାଡ଼ି ନଥିଲି। ଆଉ ନଛାଡ଼ିବାରୁ ସେହି ଋଷିମାନେ ମୋତେ ଅଭିଶାପ ଦେଲେ। କହିଲେ ଅସୁର ଜନ୍ମ ପୁଅ ସାତବାର ପୁଅ ସାତବାର ବିଷ୍ଣୁ ଶତ୍ରୁ ହେମ ଗଣି ଚଳିଲେ ଧତର କରିଲେ ଋଷି ସଙ୍ଗେ ବୈକୁଣ୍ଠ ଭୁବନେ ଆଉ ସେହି ଋଷିମାନେ ଏଭଳି ଅଭିଶାପ ଦେଲେ, ଯୋଉ ଅଭିଶାପ ଦେଉଛି ଏ ଅଭିଶାପ ଦେଲେ ତୁମେ 7 ଜନ୍ମ ପର୍ଯ୍ୟନ୍ତ ଅସୁର ଯୋନିରେ ଜନ୍ମ ଗ୍ରହଣ କରିବ। ଆମେ ଅଚୁପ ହେଇ ତାଙ୍କର ଅଭିଶାପকে ହତ୍ୟା କରି ଆଉ ଗୋଟେ ଦିନର କଥା। ଆଉ ଗୋଟେ ଦିନରେ ମୋର ମା ଯାହାକୁ ପ୍ରତିଦିନ ସେବା କରେ ପୂଜା କରେ ସେଇ ଜଗତଜନନୀ ମା ସୀତା, ଯାହାକୁ ମୋହର କରି ପଞ୍ଚବଟୀ ରୂପରେ ଅଶୋକ ବନରେ ତାଙ୍କୁ ରଖିଛି, ସେଇ ମା ସୀତା ମା ଲକ୍ଷ୍ମୀ ସେ ମଧ୍ୟ ପ୍ରଭୁକୁ ଦର୍ଶନ କରିବାକୁ ଆସିଥିଲେ। କିନ୍ତୁ ମୋ ପ୍ରଭୁର ନିର୍ଦ୍ଦେଶ ନଥିଲା। କାହିଁକି ନା ମୋ ପ୍ରଭୁ 33 କୋଟି ଦେବତା ବ୍ରହ୍ମା ଶିବଙ୍କୁ ଧରି ସଭାର ଆୟୋଜନ କରିଥିଲେ। ମୋର ପ୍ରଭୁଙ୍କର ନିର୍ଦ୍ଦେଶ ଥିଲା, ଯିଏ ବି ଆସନ୍ତୁ ମୋର ବିନା ପରାମର୍ଶରେ ତୁମେ ସଭାକୁ ଛାଡ଼ିବ ନାହିଁ। ସଭା କରି ବସିଥିବେ ଦେବତା ପଧାରି ଦେବତା ପଧାରି ତୁମେ ସହି କରା ସେଠାରୁ ବାହାରି ଲୋହେରି ଦିଏ କୁଲୁ କୋବିରେ ସିନ୍ଧୁ ଦୁହିଁଦିଏ। ଯେତେବେଳେ ମୋ ମା ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ କହିଲେ, ମୁଁ ତାକୁ ମନା କରିଦେଲି। ହେ ମା ଜଗତଜନନୀ ମା ଲକ୍ଷ୍ମୀ, ପ୍ରଭୁଙ୍କର ନିର୍ଦ୍ଦେଶ ନାହିଁ ତୁମେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ସେ ଯେତେ ବାର କହିଲେ ମୁଁ ତାକୁ ବାରମ୍ବାର ମନା କରିଦେଲି। ଆଉ ମନା କରି ସାରିଲା ପରେ ଯାହାକୁ ନିତିଦିନ ସେବା କରୁଥିଲେ, ନିତିଦିନ ପୂଜା କରୁଥିଲେ, ସେଇ ମା ମୋ ଉପରେ କ୍ରୋଧ କରି ମୋତେ ଅଭିଶାପ ଦେଲେ। ଆଉ प्रभु
ମୋ ମା ମତେ କି ଅଭିଶାପ ଦେଲେ? ମୋ ମା ସେ ମଧ୍ୟ କହିଲେ ସରକାରୀ ଋଷିମାନଙ୍କ ଭଳି ଯେ ତୁମେ ମତେ ଅପହାସ କରିଛ, ମୋର ନିର୍ଦ୍ଦେଶକୁ ମାନି ନାହ, ତମେ ମୋର ପୁତ୍ର ନୁହ, ଯୋଉ ଆସୁରିକ ପ୍ରବୃତ୍ତି ନେଇ ତୁମେ ମତେ ଆଜି ବାହାର କରିଛ, ସେଇ ଆସୁରିକ ପ୍ରବୃତ୍ତି ନେଇ ତୁମେ 7 ବାର ଅସୁର ଯୋଟିରେ ଜନ୍ମ ଗ୍ରହଣ অভিশাপ পাই সারিলা পরে মোর প্রভু মোর ইষ্টদেব রাম বিহারী কৃষ্ণ তাଙ୍କ ପାଖରେ ଶରଣ କଲି। ଆଉ ସେ ମଧ୍ୟ କହିଲେ ତୁମ ମାଙ୍କ ଅଭିଶାପ ନିଶ୍ଚିତ ଫଳପ୍ରଦ ହେବ, ସନକାଦି ଋଷିଙ୍କର ଅଭିଶାପ ନିଶ୍ଚିତ ଫଳପ୍ରଦ ହେବ। ହେଲେ ତୁମେ କଣ କରିବ ଜାଣୁ? तुम्हे दानव होइले से मानव से मानव एवं मोरो करे रोहिणियो मोरा मोह लक्ष्मी सीता दे लक्ष्मी सीता दे तिरुवेली धरणी मोहिता ମୋର ପ୍ରଭୁ ମତେ କହିଲେ ତୁମେ ଅସୁର ଜମିରେ ଜନ୍ମ ଗ୍ରହଣ କଲା ପରେ ମୁଁ ମଧ୍ୟ ନରରୂପରେ ଜନ୍ମ ଗ୍ରହଣ କରିବି, ଆଉ ତୁମର ମା ସେ ମଧ୍ୟ ସୀତା ରୂପରେ ଜନ୍ମ ଗ୍ରହଣ କରିବେ, ଆଉ ତାଙ୍କୁ କେତେ ଯୁଗରେ ଯେତେବେଳେ ସୀତା ରୂପେ ଜନ୍ମ ଗ୍ରହଣ କରିବେ ତାଙ୍କୁ ତୁମେ ହରଣ କରି ନେବ। ଆଉ ତୁମେ ଯେଉଁ ସୀତା କଥା କହୁଛ ସେ ସୀତା ନୁହନ୍ତି, ସେ ହନ୍ତି ପରମ ବୈଷ୍ଣବୀ ମା ଦୁର୍ଗେ ଦୁର୍ଗତି ନାସିନୀ ମା ଜଗଦମ୍ବା ମା ସୀତା, ସେ ହନ୍ତି ମୋର ମାତା। ମୁଁ ଜାଣି ଶୁଣି ତାକୁ ହରଣ କରି ନେଇ ଆସିଛି। ମୁଁ ତ ଭୁଲ କରିନି। ଏ ଲଙ୍କା କଟକର ବିଳାସ ବେସନ ଐଶ୍ୱର୍ଯ୍ୟ ସମସ୍ତ କୋଉଠି ତାକୁ ମୁଁ ରଖିପାରିଲିନି। କାହିଁକି ମୁଁ ଅଶୋକ ବିପିନରେ ରଖିଛି? କାହିଁକି ନା ସେ ଅଶୋକ ବିପିନରେ ରଖି ମୁଁ ନୀତି ପ୍ରତିଦିନ ସଦା ସର୍ବଦା ତାର ସେବା କରୁଛି, ପୁତ୍ର ହିସାବରେ ସେବା କରୁଛି, ଆଉ ତାକୁ ମୁଁ ଗୁହାରି କରୁଛି, ହେ ମା, ହେ ଜଗଜ୍ଜନନୀ ମା ସୀତା, ମୁଁ ହଉଛି ତୋର ପୁତ୍ର, ତୁ ମୋର ମା, ମତେ ଅସୁର ଜନରୁ ମୁକ୍ତି ଦେ ମା, ମତେ ଅସୁର ଜନରୁ ମୁକ୍ତି ଦେ। ଶୁଣି ବେଦ ମୋଟି ସାପ ଦେଇଥିଲା ସାପ ଦେଇଥିଲା ମୁହେ ପୁରା ଜନ ଘର ବଢି ନଇଲା ଅତିରେ ଦିନ ହୋଇଗଲା ଲକ୍ଷ୍ମୀ ଅଙ୍କେ। ଆଉ ମଧ୍ୟ ତ୍ରିପୁର ବିଜୟ ସାରିଲା ପରେ ମୁଁ ମଧ୍ୟ ଦିଗ୍ବିଜୟ କରି ଫେରି ସାରିଲା ପରେ ଅତୀବ ସୁନ୍ଦରୀ ଅତି ରୂପବତୀ ବେଦମତୀକୁ ଦେଖିଲି। ବେଦମତୀଙ୍କ ଉପରେ ମୋ ଲୋଲୁପ ଦୃଷ୍ଟି ପଡ଼ିଲା। ଆଉ ଲୋଲୁପ ଦୃଷ୍ଟି ପଡ଼ି ସାରିଲା ପରେ ସେ ଜାଣିପାରି ସେ ଅଗ୍ନିରେ ଝାସ ଦେଲେ, ଆଉ ଲକ୍ଷ୍ମୀ ଅଙ୍ଗରେ ସେ ଦିନ ହେଇଗଲେ। ସହିତେ ମରିବୁ ହରିରେ ସୀତା ହରିରେ ସୀତା
ମତେ ମଧ୍ୟ ଅଭିଶାପ ଦେଇଥିଲେ। ତୁମେ ଦଶାନନ ଯେପରି ଭାବରେ ମତେ ସତୀତ୍ୱକୁ ନଷ୍ଟ କରିବାକୁ ଚାହୁଁଛ, ସେଇ ସତୀ ବଳରେ ସେଇ ନାରୀ ପାଇଁ ତୁମେ ନିଶ୍ଚିତ ତମର ବଂଶ ସହିତ ତୁମେ ନାଶ ଯିବ। ଆଉ ମଧ୍ୟ ବେଦପତି ବ୍ରହ୍ମା, ମୁଁ ଯେତେବେଳେ ମୋ ତପସ୍ୟା ବେଳେ ତାଙ୍କୁ ମୁଁ ସନ୍ତୁଷ୍ଟ କଲି, ତାଙ୍କୁ ଏକ ବର ମାଗିଲି, ସେ ମତେ କହିଲେ ତୁମେ ଯଦି ସୀତାଙ୍କୁ ହରଣ କରିବ ତାହେଲେ ତମର ମୃତ୍ୟୁ ସୁନିଶ୍ଚିତ। এই কথাକୁ ମୁଁ ଜାଣିଥିଲି, ଆଉ ଜାଣିଲା ପରେ କାଳେ ମନେ ରହିବ କି ନାହିଁ, ଏ ଲଙ୍କାନଗରର ସମ୍ପୂର୍ଣ୍ଣ ପ୍ରାଚୀରରେ ମୁଁ ଲେଖି ଦେଇଥିଲି, ସୀତା ହରଣ ରାବଣ ମରଣ। ମୁଁ ଜାଣି ଶୁଣି ଏ ଅସୁର ଜନରୁ ମୁକ୍ତି ପାଇବା ପାଇଁ ମୁଁ ଦେଖୁଛି ମୋର ଭାଇ କୁମ୍ଭକର୍ଣ୍ଣ, ମୋର ପୁତ୍ର ଇନ୍ଦ୍ରଜିତ, ସମସ୍ତ ଅସୁର ମାନେ ଗୋଟି ଗୋଟି କରି ଚାଲି ଯାଉଛନ୍ତି। ହେ ପ୍ରଭୁ, କେଉଁଦିନ ତୁମେ ଏଠିକୁ ଆସିବ, ଏ ରାବଣକୁ ବଦ୍ଧ କରିବ? ମୁଁ ଜାଣି মোতে মারিবানি মন্তে রাম অবতার, হে রাম অবতার। মোতে মারিবানি মন্তে রাম অবতার, হে রাম অবতার। ତୁମର ଜାଣିବା ଦରକାର, ମତେ ମାରିବା ପାଇଁ, ମତେ ଅସୁର ଜନରୁ ମୁକ୍ତି କରିବା ପାଇଁ ସେଇ ଗୋଲକ ବିହାରୀ ପରମ ବିଷ୍ଣୁ ରାମ ଇଷ୍ଟ ଦେବ, ସେ ତୁଳିତ ଶଯ୍ୟାକୁ ତ୍ୟାଗ କରି ଅଯୋଧ୍ୟା ରାଜ ସିଂହାସନକୁ